ସକାଳର ବର୍ଷା ପାଗ ସହିତ ବଢ଼ିଆ ବ୍ରେକଫାଷ୍ଟ ଗୋଟେ ଏଇଟା ଥିଲା ଓଟ୍ସ ଏଗ୍ ଅମଲେଟ୍। ଆଜି ଅଫିସ୍ ଯିବା ପୂର୍ବରୁ ଭାବିଲି ବର୍ଷା ହେଉଛି ଟିକେ ଖାଇକି ପଳେଇବି, ଏମିତି ଅଫିସ୍ ବି ତ ଲେଟ୍ ହେବ ଯିବା ବି ହେଲେ, ତ ଚାଲନ୍ତୁ ଆଜି ବ୍ରେକଫାଷ୍ଟ ସହିତ ଆପଣମାନଙ୍କୁ ମୁଁ ଅଫିସ୍ର ଲଞ୍ଚ ବି ଦେଖେଇବି। ତ ଏଇଠି ହେଇଗଲା ଆମର ଲଞ୍ଚ ଟାଇମ୍ ଅଫିସ୍ ଆସିଲା ପରେ। ତ ଲଞ୍ଚରେ ଦେଖିବା ଫାଷ୍ଟ ଏଇଠି ଅଛି ମୋ ପାଖରେ ଟିକେ ଅରୁଆ ଭାତ ଆଉ ତା ସହିତ ଅଛି ଆପଣମାନେ ଡିମାଣ୍ଡ କରିଥିବା ଖାଇବା ଭୋଜି ଷ୍ଟାଇଲ୍ର ମାଛ ତରକାରୀ। ଆପଣମାନେ କହିଥିଲେ କରିବା ପାଇଁ, ରେସିପି ମୁଁ ବନେଇ ପାରିନି କିନ୍ତୁ ଏଇଠି ମୁଁ ଦେଖାଉଛି, ଏଇଟା ପୁରା ଭୋଜି ଷ୍ଟାଇଲ୍ରେ ବନେଇଛି। ଏଇଟା ହେଉଛି ବଡ଼ ମିରିକାଳି ମାଛ ଭୋଜି ଷ୍ଟାଇଲ୍ରେ ଝୋଳ। ଆପଣ ଏତେ ତେଲ ଦେଖିକି ଭାବୁଥିବେ ଏଇଟା ତେଲ ନୁହଁ, ଏଇଟା କିଛି କଲର୍ ବି ନାହିଁ, ଏଇଟା ବାସ୍ ମୁଁ କାଶ୍ମୀର ମିର୍ଚ୍ଚ ପକାଇଛି। ତ ଫାଇନାଲି ତ ଚାଲନ୍ତୁ ଦେଖିବା। ମାଛର ଗୋଟେ ପିସ୍ ଥିଲା ମୋ ପାଖରେ, ଆଉ ଫାଳ ଫାଳ ମୁଣ୍ଡ ଥିଲା, ଦେଖୁଛନ୍ତି ତ ଝୋଳଟା କେମିତି ପୁରା ଥପ୍ ଥପ୍ ହେଇକି ପଡ଼ିଯାଉଛି ଭାଇ। ତ ଭାବନ୍ତୁ ଭାତରେ ଗୋଳେଇକି ଖାଇଲେ କେମିତି ଲାଗିବ। ମାଛ ପିସ୍ ମୁଣ୍ଡ ଆଉ ତା ସହିତ ଏଇଠି ଗୋଟେ ମାଛର ବେକ ପାଖ ପିସ୍ ଥିଲା, ବଡ଼ ମାଛଟା ଥିଲା, ମୋତେ କାଟିକି ଦେଇଥିଲା। ତ ଦେଖିପାରୁଥିବା ଏଇଠି ତ ମେନ୍ ଜିନିଷଟା ଅଛି ମୁଣ୍ଡ। ଓହୋ, ମୁଣ୍ଡ ଖାଇବାରେ ଯେଉଁ ମଜା, ଟିକେ ଅଫିସ୍ରେ ମୁଣ୍ଡଟା ଖାଇବା ଟିକେ କଷ୍ଟ ଲାଗେ, ତ ସେଇଟା ହେଲା ଅସୁବିଧା। ଆଉ ତ ପିସ୍ ଗୁଡ଼ା ଦେଖିପାରୁଥିବା, ମାଛଟା କେମିତି ହେଇଛି ଭାଇ ଭୋଜି ଷ୍ଟାଇଲ୍ରେ। ଆଜି ମୁଁ ଖାଇବା ସେୟାର ବି କଲି, ଆଉ ମୋତେ ମାଗଣା ମିଳିଥିଲା ଅଣ୍ଡା ଆମଲେଟ୍ ସହିତ ମାଛ ଭଜା। ଆଉ ଆପଣମାନେ ମୋତେ କହୁଛନ୍ତି କି ମୁଁ କଲର୍ ମିଶାଉଛି ଖାଇବାରେ, ମୁଁ ଖାଇବାରେ କେବେ ବି କଲର୍ ମିଶାଏନି, ବାସ୍ କାଶ୍ମୀର ମିର୍ଚ୍ଚ ପାଉଡ଼ର ପକାଏ। ଆଉ ସତ ହେଲା ଗୋଟେ କଥା ହେଲା, ଅରୁଆର ଗୋଟା ଗୋଟା ଭାତ ଆଉ ଭୋଜି ଷ୍ଟାଇଲ୍ରେ ଟିକେ ବଡ଼ ମାଛ ଝୋଳ ହୋଇଥିବ, ଓହ ଖାଇବା କ'ଣ ଲାଗିବ, ପୁରା ଚାର ଚାନ୍ଦ ଲାଗିଯିବ ଭାଇ।